ବର୍ଷର ଅବସ୍ଥା ପାଇଁ ମୋ ପୁଅ ଦାୟୀ। ତମେ ଗୋଟେ କାମ କର, ମୋ ପୁଅକୁ ଖୋଜ, ଆଉ ତାକୁ ଯୋଉଠି ପାଇବ ତା ଗୋଡ ହାତ ବାନ୍ଧି ଏଠିକି ଘୋଷାରି ଘୋଷାରି ନେଇ ଆସ। ତମର ଆଗ ସୁଝେଇବା ପାଇଁ ତମେ ତାକୁ ମାରିଦିଅ ପଛେ, ହେଲେ ବୁଢାବୁଢୀ ଦିନ ରୋଷେଇ ସଜାଇ ଦିଅନ୍ତି। ତାପରେ ଆମେ ବୁଢାବୁଢୀ ଦି ଜଣ ଯାକ ମରିଯିବ। ହଉ ଭାଇ, ମୋ ଶାଶୁ ଶ୍ୱଶୁର କିଛି ଦୋଷ ନାହିଁ। ସେଇଥିପାଇଁ କିଛି ବୁଝିପାରୁନୁ, ଜାଣିପାରୁନୁ। ହେଲେ ମୁଁ ଠିକ ଜାଣିଛି ଏ ସବୁ ଏଇମାନଙ୍କର ଚାନ୍ସ। ଏମାନେ ଆଗରୁ ଜାଣିଥିଲେ ତାଙ୍କ ପୁଅ ଆଉ ଗୋଟେ ଝିଅକୁ ଭଲ ପାଉଛି, ତାପରେ ବି ଏମାନେ ପ୍ଲାନ୍ କରି ତୋ ପରି ଗୋଟେ ଗରିବ ଗାଉଁଲି ମଫସଲି ଝିଅକୁ ଏ ଘରର ବୋହୂ ବନେଇଦେଲେ। କାହିଁକି ନା ଏମାନଙ୍କର ବୋହୂ ଦରକାର ନଥିଲା, ଦରକାର ଥିଲା ଗୋଟେ ଚାକରାଣୀ। ଆଉ ମତେ ଏ ଘରର ବୋହୂ କରି ଗୋଟେ ଚାକରାଣୀ ପାଇଗଲେ, ଆଉ ତାପରେ ତାଙ୍କ ପୁଅକୁ ଏ ଘରୁ ବାହାର କରି ଆଉ ଗୋଟେ ବୋହୂ ପାଇଗଲେ। ଛାଡ଼ିବିନି ମୁଁ ଏମାନଙ୍କୁ, ଏମାନଙ୍କ ପରିବାରକୁ ମୁଁ ବର୍ବାଦ କରିଦେବି। ଦରକାର ପଡ଼ିଲେ କୋର୍ଟର କାଠ ଘର ପର୍ଯ୍ୟନ୍ତ ଘୋଷାଡ଼ି ଘୋଷାଡ଼ି ନେଇଯିବି, ନହେଲେ ଗୋଟି ଗୋଟି ମରାର କରିଦେବି। ମରାର ଚାଲ ଥାନାକୁ ଏମାନଙ୍କ ନାଁରେ ଏଫଆଇଆର କର। ଚାଲ। ମୁଁ କହୁଛି ତୁ ସେମିତି କିଛି ବି କରିବୁନି, ଆଉ ଯଦି କରିବାକୁ ଚେଷ୍ଟା କରୁ ତାହେଲେ ତୋ ସହିତ କିଛି ବି ସମ୍ପର୍କ ରହିବନି। ବର୍ଷା କହୁଛି